ଗୋପାଳପୁର ବିଚ୍ ରୋଡ଼ରେ ପୋଲିସବାଲା ସୁନ୍ଦରୀ ଝିଅ ସହିତ ଯାହା ଦୁର୍ବ୍ୟବହାର କଲା ସେହି ଦିନ ରାତିରେ ଆପଣ ଶୁଣିଲେ ଆପଣ ଚକିତ ହୋଇଯିବେ। ହଁ ଦର୍ଶକ ବନ୍ଧୁ, ଗୋପାଳପୁର ବିଚ୍ ରୋଡ଼ର ସନ୍ଧ୍ୟା ସେଦିନ ଅସାଧାରଣଟି ଥିଲା। ସମୁଦ୍ର ତଟରେ ରଙ୍ଗୀନ ଆକାଶ, ପାଖେ ପାଖେ ଥରେ ଥରେ ତରଙ୍ଗର ଶବ୍ଦ ଏବଂ ଲୋକମାନଙ୍କର ହସ ମଜାରେ ଭରି ଯାଉଥିଲା ସେହି ସ୍ଥାନ। ସେହି ସମୟରେ ଇନ୍ସପେକ୍ଟର ବିକାଶ ପାଣିଗ୍ରାହୀ, ଗୋଟିଏ ନିଷ୍ଠାବାନ କିନ୍ତୁ କେବେ କେବେ ରୁଖା ସ୍ୱଭାବର ପୋଲିସ ଅଫିସର, ଗୋଟିଏ ପେଟ୍ରୋଲିଂ ଗାଡ଼ିରେ ବିଚ୍ ରୋଡ଼ରେ ଘୁରୁଥିଲେ। ସେତିକିବେଳେ ସୁନ୍ଦରୀ ଝିଅ ସହିତ ଯାହା କରିଲେ ଆପଣମାନେ ଶୁଣିଲେ ଆପଣଙ୍କ ଲୋମମୂଳ ଟାଙ୍କୁରି ଉଠିବ। ଆଉ ଯଦି ଆପଣମାନେ ଆମ ଚ୍ୟାନେଲକୁ ନୂଆ କରି ଆସିଥାନ୍ତି ତାହେଲେ ଆମ ଚ୍ୟାନେଲକୁ ଲାଇକ୍, ସେୟାର ଏଣ୍ଡ ସବସ୍କ୍ରାଇବଟିଏ କରିଦିଅନ୍ତୁ। ସେମିତି ଅନେକ ଲୋକଙ୍କୁ ଦେଖୁଥିଲେ ଯୁବକମାନେ। ପରିବାର ପିଲାମାନେ ଆଇସ୍କ୍ରିମ୍ ଖାଉଥିଲେ ଏବଂ ଯୁଗଳ ଯୁଗଳ ଜଣେ ଦୁଇ ଜଣ ଫଟୋ ନେଉଥିଲେ ଓ ଉଠାଉଥିଲେ ମଧ୍ୟ। କିନ୍ତୁ ତାଙ୍କ ଦୃଷ୍ଟି ହଠାତ୍ ରୋକିଗଲା। ଏକ ଯୁବତୀ ଜଣେ ସାଧା ଶାଲ, ମାଟିଆ ରଙ୍ଗର ଡ୍ରେସ୍ ପିନ୍ଧି ସମୁଦ୍ର ପାଖରେ ଏକା ଦୌଡ଼ୁଥିଲା। ମୁହଁରେ ଅନ୍ୟମାନଙ୍କ ଭଳି ହସ ନଥିଲା, ଥିଲା ଗଭୀର ଚିନ୍ତା ଓ ଦୁଃଖର ଛାୟା। ବିକାଶମାନଙ୍କ ମନରେ ସନ୍ଦେହ ହେଲା, ଏତେ ସନ୍ଧ୍ୟାବେଳେ ଜଣେ ଝିଅ ଏକା ଏଠି କୋଉଠୁ ଆସିଲା? କିଛି ଅସୁବିଧା ହେଇନି ତ? ସେ ଗାଡ଼ି ରୋକି ଧୀରେ ଧୀରେ ତାଙ୍କ ନିକଟକୁ ଗଲେ। ମ୍ୟାଡ଼ାମ, ଏଠି ଏକା କ'ଣ କରୁଛନ୍ତି? ବିକାଶ ସାଧାରଣ ସ୍ୱରରେ ପଚାରିଲେ। ଝିଅ ତାଙ୍କ ଦିଗରେ ଦେଖିଲା କିନ୍ତୁ ଉତ୍ତର ଦେଲା ନାହିଁ। ସେ ଶାନ୍ତ ଥିଲା, ତରଙ୍ଗକୁ ଦେଖୁଥିଲା ମାତ୍ର। ମୁଁ ପୋଲିସରୁ ସନ୍ଧ୍ୟାବେଳେ ଏଠି ଏକା ରହିବା ଠିକ୍ ନୁହେଁ, ସେ କହିଲେ ଏବେ କିଛି ରୁଖା ସ୍ୱରରେ। ଝିଅ ଧୀରେ ଧୀରେ କହିଲେ, ମୁଁ ଆଉ କାହାକୁ ଆବଶ୍ୟକ ନାହିଁ ସାର୍, ମୋ ଜୀବନରେ ଆଉ କିଛି ବାକି ନାହିଁ। ଏହି କଥା ଶୁଣି ବିକାଶ ଅସ୍ଥିର ହୋଇଗଲା। ସେ ଭାବିଲେ ଏଇ ଝିଅ କି ଆତ୍ମହତ୍ୟା କରିବାକୁ ଆସିଛି? ସେ ଗଭୀର ଭାବରେ କହିଲେ, ତୁମର ନାମ କ'ଣ? କୋଉଠୁ ଆସିଛ? ନୀଳିମା ନାୟକ। ଝିଅ ଧୀରେ କହିଲେ, କଟକରୁ ଏଠି ଆସିଛି ଶାନ୍ତି ଖୋଜିବାକୁ। ବିକାଶ ମନେ ମନେ କହିଲେ, ଶାନ୍ତି ଖୋଜିବାକୁ ଆସିଛି କି ଶେଷ ଖୋଜିବାକୁ ଆସିଛି? ସେ କହିଲେ, ଦେଖ ମ୍ୟାଡ଼ାମ, ଜୀବନ କେବେ ଏତେ ସହଜ ନୁହେଁ। ଯାହା ହେଲା ହେଉ, ତୁମେ ଘରକୁ ଯାଅ, ମୁଁ ଛାଡ଼ି ଦେଉଛି। ନୀଳିମା ଦୃଢ଼ ସ୍ୱରରେ କହିଲା, ମୋ ଘର ନାହିଁ ସାର୍। ଯେଉଁଠି ମନ ଶାନ୍ତି ପାଏ ସେଇ ମୋ ଘର। ଏହି ଉତ୍ତରରେ ବିକାଶ ଆଶ୍ଚର୍ଯ୍ୟ ଓ ଅସହଜ ହେଲେ। ସେ ଅନୁଭବ କଲେ ଯେ ଏଠି କେବଳ ଜଣେ ଝିଅ ନୁହେଁ, ଏଠି ଗୋଟିଏ ଅଜଣା ଗାଥା ଲୁଚି ରହିଛି। ଏବେ ପରିସ୍ଥିତି ଅଳ୍ପ ସମ୍ବିଧାନୀୟ ହେଲା। ବିକାଶ ଭାବିଲେ, ମୋ କର୍ତ୍ତବ୍ୟ ହେଉଛି ସୁରକ୍ଷା ଦେବା, କିନ୍ତୁ ସେ ମୋ କଥାକୁ ଶୁଣୁନାହାନ୍ତି। ସେ କିଛି ଅସହିଷ୍ଣୁ ସ୍ୱରରେ କହିଲେ, ମ୍ୟାଡ଼ାମ, ମୁଁ ବହୁତ ଭଲ ଭାବରେ କହୁଛି, ଏଠି ରାତି ହେଉଛି, ଆପଣ ଆସନ୍ତୁ ଗାଡ଼ିରେ, ମୁଁ ଛାଡ଼ି ଦେଉଛି। ନୀଳିମା ହଠାତ୍ ଚିତ୍କାର କଲା, ମୋ ଉପରେ ଆଉ କାହାରି ଅଧିକାର ନାହିଁ। ମୋ ସ୍ୱତନ୍ତ୍ରତାକୁ ଅଟକେଇବେ ନାହିଁ। ସମୁଦ୍ର ପାଖରେ ଲୋକମାନେ ଦେଖିଲେ ଜଣେ ପୋଲିସ ଅଫିସର ଓ ଜଣେ ଯୁବତୀ ମଧ୍ୟରେ ତର୍କ ଚାଲିଛି। ବିକାଶଙ୍କ ମନରେ ଅଭିମାନ ଜାଗିଲା। ମୁଁ ଭଲ କାମ କରିଛି, ତାହା ସତ୍ତ୍ୱେ ଏଇ ଝିଅ ମୋ ପାଖରେ ଏଭଳି ହାବଭାବ। ସେ ରୁଖା ସ୍ୱରରେ କହିଲେ, ଠିକ୍ ଅଛି, ମୁଁ ତୁମକୁ ସେଇ ଷ୍ଟେସନ ଚାଲିଯାଏ ଛାଡ଼ିଦେବି, ସେଠି ଆସି କଥା ହେବ। ନୀଳିମା ହସି କହିଲେ, ଗଭୀର ଦୁଃଖିତ ହସ। ପୋଲିସ ସରୁ ସରୁ, ତୁମେ ସତ୍ୟକୁ ବିଶ୍ୱାସ କରୁଛ, କିନ୍ତୁ ମୁଁ ଶାନ୍ତିକୁ ତୁମର ଆଦେଶ ମୋ ଜୀବନକୁ ଶାନ୍ତି ଦେଇପାରିବିନି। ସେ ତରଙ୍ଗ ଦିଗରେ ଚାଲିଗଲା। ବିକାଶ ହଠାତ୍ ଗଲେ ଏବଂ ତାଙ୍କ ହାତ ଧରିଦେଲେ। ତୁମେ ଯାଇପାରିବ ନାହିଁ, ଏଠି ଆତ୍ମହତ୍ୟା ହେବ। ନୀଳିମା ମାତ୍ର ଏତିକି କହିଲେ, ଜୀବନ ଆଗରୁ ଶେଷ ହୋଇଗଲା ସାର୍, ତୁମେ ବିଳମ୍ବ କରୁଛ। ନୀଳିମାର ପୂର୍ବଜନ୍ମ ଯେଉଁଥିରେ ହୋଇଥିଲା ଅନ୍ୟାୟ, ବିକାଶ ମନ ପରିବର୍ତ୍ତନ ଏବଂ ଶେଷରେ ଏକ ମୋରାଲ ଯେ ମାନବିକତା ସବୁଠାରୁ ବଡ଼ ଶକ୍ତି। ନୀଳିମାର ହାତ ଧରି ବିକାଶ ତାକୁ ପଛକୁ ଟାଣିଲେ। ତରଙ୍ଗ ତାଙ୍କ
ପାଏ ଲାଗି ଫେରି ଯାଇଥିଲା। ମନ ଯେପରି ସମୁଦ୍ର ମଧ୍ୟକୁ କହୁଛି, ନା ମ୍ୟାଡ଼ାମ, ଆସନ୍ତୁ, ଫେରନ୍ତୁ। ନୀଳିମା ଶାନ୍ତ ହୋଇ ଦୌଡ଼ି ଉଡ଼ିଲା। ସାର୍, ଆପଣ ମୋ ଜୀବନକୁ ବୁଝିଲେ ନାହିଁ। ମୋ ସବୁ ସମ୍ପର୍କ ଭାଙ୍ଗିଗଲା। ମୋ ମାତା ପିତା ମୋତେ ଦୋଷ ଦେଉଛନ୍ତି ଯେ ମୁଁ ଅସତ୍ୟ କରିଛି, ଯେଉଁଠି ସତ୍ୟ ହେଉଛି ମୁଁ ନିର୍ଦ୍ଦୋଷ। ବିକାଶ ମନେ ଅସ୍ଥିର ହେଲେ। ସେ ଧୀରେ ଧୀରେ କହିଲେ, ଆସନ୍ତୁ, ମୋ ଗାଡ଼ିରେ ଯାଆନ୍ତୁ, କିଛି ହେଲେ ସାହାଯ୍ୟ କରିପାରିବି। ନୀଳିମା ଚାଲିଗଲା। ତାଙ୍କ ନୀରବତା ସମୁଦ୍ର ଶବ୍ଦ ଠାରୁ ଅଧିକ ଗଭୀର ଥିଲା। ବିକାଶ ତାକୁ ନେଇ ଗଲେ ଷ୍ଟେସନକୁ। ସେଠାରେ ଜଣେ ମହିଳା କନେଷ୍ଟବଳ ତାକୁ ଜଳ ଦେଲେ, ଏକ ଚେୟାରରେ ବସାଇଲେ। ନୀଳିମା ଧୀରେ ଧୀରେ କହିଲା, ସାର୍, ମୁଁ କାହା ଉପରେ ଭରସା କରିପାରୁନି। ମୋ ମୋବାଇଲ ନାହିଁ, ଟଙ୍କା ନାହିଁ, ଘର ନାହିଁ। ବିକାଶ ଚିନ୍ତା କରି କହିଲେ, ଏମିତି ଝିଅ ଆଜିର ସମାଜରେ ଏକା ହେଲେ କିପରି? ସେ ଚାଲି ଚାଲିଗଲେ ତାଙ୍କ ଡେସ୍କ ନିକଟକୁ ଏବଂ ଗୋଟିଏ ଫାଇଲ ଖୋଲିଲେ। ସେ ଭାବିଲେ, ମୋ ଦାୟିତ୍ୱ ମାତ୍ର ଆଇନରେ ନୁହେଁ, ମନ ମଧ୍ୟରେ ମାନବତା ରଖିବା। ସେ ନୀଳିମାକୁ ଦେଖି କହିଲେ, ତୁମେ ରାତି ଏଠି ରହ, ଆମେ ସକାଳୁ ତୁମର ପରିବାର ସହ କଥା ହେବା। ନୀଳିମା କହିଲେ, ସାର୍, ସେମାନେ ମୋ ସ୍ୱର ଶୁଣିବେ ନାହିଁ। ସେମାନଙ୍କ ପାଖରେ ମୋ ପାଇଁ ଆଉ ସ୍ଥାନ ନାହିଁ। ସେ ଆଖିରେ ପାଣି ଆସିଲା। ବିକାଶ ତାହା ଦେଖିଲେ କିନ୍ତୁ କିଛି କହିଲେ ନାହିଁ। ସେ ନିଜର ଚେୟାରରେ ବସି ରାତି ଜଗିଲେ। ସକାଳ ହେଲା। ନୀଳିମା ଧୀରେ କହିଲା, ସାର୍, ଆପଣ ଯଦି ଶୁଣିବେ ମୁଁ ସତ୍ୟ କହିପାରିବି। ବିକାଶ ମୁଣ୍ଡ ହଲାଇଲେ। ସେ କହିଲେ, ମୁଁ ଗୋଟିଏ କଲେଜ ଲେକ୍ଚର ଥିଲି। ମୋ ବିଭାଗରେ ଜଣେ ଅଧିକାରୀ ମୋ ପାଇଁ ଅସତ୍ କାମ କରିବାକୁ ଚେଷ୍ଟା କଲେ। ମୁଁ ବିରୋଧ କଲି। ମୋତେ ଭୁଲ ମାମଲାରେ ଫସାଇ ଦେଲେ। ସେ ନିଶ୍ୱାସ ନେଲେ। ମୋ ପରିବାର ଭାବିଲେ ଯେ ମୁଁ ତାଙ୍କ ନାମ ଖରାପ କରୁଛି। ସେମାନେ ଘରରୁ ବାହାର କରିଦେଲେ। ସେହି ଦିନଠାରୁ ମୁଁ ଏକା ହୋଇଗଲି। ବିକାଶ ନୀରବ ହେଲେ। ତାଙ୍କ ମନ ମଧ୍ୟରେ ମାନବତା ଜଗିଲା। ସେ ମନେ ମନେ ପଢ଼ିଲେ ନିଜ ଜୀବନର ଏକ ଘଟଣା, ଯେତେବେଳେ ତାଙ୍କ ଭାଗିନୀ ମଧ୍ୟ ଏକା ହୋଇଥିଲେ, କିନ୍ତୁ ସେ ସମୟରେ ସେ ତାଙ୍କୁ ସହଯୋଗ କରିପାରିନଥିଲେ। ସେ ଧୀରେ ଧୀରେ କହିଲେ, ନୀଳିମା, ମୁଁ ତୁମ ଉପରେ ବିଶ୍ୱାସ କରେ। ମୁଁ ତୁମ ପାଇଁ ନ୍ୟାୟ ଆଣିବି। ବିକାଶ ସେ ଅଧିକାରୀଙ୍କ ଉପରେ ଅନୁସନ୍ଧାନ ଆରମ୍ଭ କଲେ। ସେ ପୁରୁଣା ରେକର୍ଡ, ସିସିଟିଭି ଫୁଟେଜ ଏବଂ ଇମେଲ ପ୍ରମାଣ ଖୋଜିଲେ। ସତ୍ୟ ଆସିଲା ବାହାରେ ଯେ ନୀଳିମା ନିର୍ଦ୍ଦୋଷ ଓ ସେ ଅଧିକାରୀ ଦୋଷୀ। ବିକାଶ ସେ ଫାଇଲ ହାଇକୋର୍ଟକୁ ଦେଲେ। କିଛି ସମାପ୍ତ ପରେ ନ୍ୟାୟ ହେଲା। ନୀଳିମା ମୁକ୍ତ ହେଲେ। ତାଙ୍କ ନାମ ସଫା ହେଲା। ସେ ଆଖି ବୁଜାଇ କହିଲା, ସାର୍, ଆପଣ ଯଦି ସେଦିନ ମୋ ସହ ଦୁର୍ବ୍ୟବହାର କରିଥାନ୍ତି, ମୁଁ ସାୟଦ ଜୀବିତ ନଥାନ୍ତି। ବିକାଶ ହସିଲେ। କେବେ କେବେ ଦୁର୍ବ୍ୟବହାର ଭିତରେ ଲୁଚିଥାଏ ନିଜ ଦାୟିତ୍ୱର ଭୟ। ମୁଁ ଭୟଭୀତ ଥିଲି ଯେ ତୁମକୁ ହରାଇଦେବି। ନୀଳିମା ଆଉ ଥରେ ତାଙ୍କ ଜୀବନ ଗଢ଼ିଲେ। ସେ ଏକ ସ୍କୁଲରେ ଶିକ୍ଷିକା ହେଲେ। ଝିଅମାନଙ୍କୁ ଶିଖାଇଲେ ଯେ ସତ୍ୟ ଯଦି ଭୟଭୀତ ହେଉଛି, ତାହା ମିଥ୍ୟା ନୁହେଁ। ସେ କେବଳ ଅପେକ୍ଷା କରୁଛି ଯେ ଆମେ ତାଙ୍କୁ ରକ୍ଷା କରିବା। ବିକାଶ ମଧ୍ୟ ନିଜ ଭିତରେ ଗୋଟିଏ ପରିବର୍ତ୍ତନ ଅନୁଭବ କଲେ। ସେ ରୁଖା ପୋଲିସ ମାନବିକ ଅଫିସର ହେଲେ, ଯିଏ ଆଇନ ସହିତ ମନକୁ ମଧ୍ୟ ଶୁଣିଥାଏ। କିଛି ମାସ ପରେ ଏକ ସନ୍ଧ୍ୟାରେ ନୀଳିମା ଫେରି ଆସିଲେ ସେଇ ବିଚ୍ ରୋଡ଼ରେ। ସେ ସମୁଦ୍ରକୁ ଦେଖି ହସିଲେ। ଏବେ ସେ ଆଖିରେ ଦୁଃଖ ନୁହେଁ, ଥିଲା ଆଶା। ବିକାଶ ମଧ୍ୟ ସେଠି ଆସିଥିଲେ। ସେ ତାଙ୍କୁ ଦେଖିଲେ କହିଲେ, ସେଦିନ ତୁମେ ଜୀବନକୁ ତରଙ୍ଗରେ ଛାଡ଼ିଦେବାକୁ ଚାହୁଁଥିଲ, ଆଜି ତୁମେ ତାହାରେ ହସୁଛ। ନୀଳିମା ଉତ୍ତର ଦେଲେ, ଜୀବନ ଯେତେବେଳେ ଦୂରରେ ବ୍ୟବହାର ଦେଉଛି, ସେତେବେଳେ ଆମେ ଶିଖିବା ଆବଶ୍ୟକ ଯେ ଦୟା ସବୁଠାରୁ ଶକ୍ତିଶାଳୀ। ବିକାଶ ଓ ନୀଳିମା ଦୁଇଜଣ ଏକ ନୀତି ଗଢ଼ିଲେ। ସେମାନେ ଅନାଥ ଓ ନିର୍ଦ୍ଦୋଷ ଝିଅମାନଙ୍କ ପାଇଁ ଗୋଟିଏ ସାହାଯ୍ୟ କେନ୍ଦ୍ର ଖୋଲିଲେ। ପ୍ରତ୍ୟେକ ରାତିରେ ସେମାନେ ସେହି ବିଚ୍ ରୋଡ଼ରେ ଏକ ପ୍ରଦୀପ ଜଳାଉଥିଲେ। ସେହି ପ୍ରଦୀପ ମାନବିକତାର ପ୍ରକାଶ, ଯେଉଁଥିରେ ଜଳି ଯାଉଥିଲା ସତ୍ୟ ଓ ଦୟା। କାହାଣୀ ଶେଷ ହେଲା ଏହି ଶିକ୍ଷା ସହ, ଦୁର୍ବ୍ୟବହାର କେବେ କେବେ ଆମକୁ ଭୁଲ ଦିଗରେ ନେଇଯାଇଥାଏ, କିନ୍ତୁ ଯେତେବେଳେ ମନୁଷ୍ୟମାନେ ମାନବିକତା ରଖେ, ସେ ଦୂରତାକୁ ମିଟାଇ ପାରେ। ସତ୍ୟ ଓ ଦୟାରେ ଜୀବନ ଯେତେ ଅନ୍ଧାର ହେଉ
ମାନବିକତା ଆଲୋକ ଦେଇପାରେ। ଆମେ ନିଜେ ଅନ୍ୟମାନଙ୍କ ପାଇଁ ଆଲୋକ ଦେଇପାରିବା। ଯଦି ଆମ କାହାଣୀଟି ଆପଣମାନଙ୍କୁ ଭଲ ଲାଗିଥାଏ ତାହେଲେ ଆମ ଚ୍ୟାନେଲକୁ ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରିଦିଅନ୍ତୁ। ଜୟ ଜଗନ୍ନାଥ।